हाय हेलो फ्रेंड्स ମୁଁ ଆପଣଙ୍କର ସେଇ ରାକେଶ ରାଉତ ଆଜି ଆସିଛି ଗୋଟେ ନୂଆ ଭିଡ଼ିଓ ନେଇ। ଏ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିବ ମୁଁ ଆଶା କରୁଛି। ନ ଭଲ ଲାଗିଲେ ବି ଏ ଭାଇଟିକୁ ଟିକେ ସପୋର୍ଟ କରିବେ। ଏ ଭିଡ଼ିଓଟି ହେଉଛି ଗୋଟେ ଖଳନାୟକର କାହାଣୀ। ମୁଁ ନିଜେ ଏଟା ମନରୁ ଭାବିକି ଭିଡ଼ିଓଟି ବନେଇବି। ଆଉ ଖଳନାୟକର କାହାଣୀ, ଯେତେବେଳେ ଗୋଟେ ଖଳନାୟକ ଗୋଟେ ହିରୋଇନକି ପ୍ରପୋଜ୍ କରିବାକୁ ଯାଉଛି ଆଉ ତା ପଛରେ ମାନେ ତାକୁ ଭଲ ପାଇବାକୁ ଯାଉଛି, ସେତେବେଳେ ତା ଭାଇ ଆସି ମଝିରେ ଷଣ୍ଢ ପୁରାଏ। ବନ୍ଦ କରିବେନି, ଦେଖିବେ ଶେଷ ପର୍ଯ୍ୟନ୍ତ ଦେଖିବେ ପ୍ଲିଜ୍। ଷଣ୍ଢ ପୁରାଏ ଆଉ ସେଇ ଷଣ୍ଢ ପୁରାଇବା ଭିତରେ ଖଳନାୟକ ଆମର ସେ ହିରୋଇନଟାକୁ ତାଙ୍କ ଭାଇ ବିଷୟରେ କ'ଣ କହୁଛନ୍ତି ମୁଁ ଆପଣଙ୍କୁ ଜଣେଇବି, ମାନେ ଆକ୍ଟିଂ ଦ୍ୱାରା। ଭିଡ଼ିଓଟା ବର୍ତ୍ତମାନ ମୁଁ ସେଇଟା ଆକ୍ଟିଂ କରିବି, ଛୋଟିଆ ଭିଡ଼ିଓଟେ ମୁଁ ଆକ୍ଟିଂ ଦ୍ୱାରା ଆପଣଙ୍କୁ ଜଣେଇବି। ଛୋଟିଆ ଭିଡ଼ିଓଟେ ଆପଣ ଦେଖିବେ, ଜାଣିବେ ଖଳନାୟକର କାହାଣୀଟା କ'ଣ କେମିତି। ପ୍ଲିଜ୍ ଦେଖିବେ ନା କାହାଣୀ ଜାଣିବେ। ଆଉ ତ ଡେରି କରିବାନି, ଭିଡ଼ିଓଟା ଷ୍ଟାର୍ଟ କରିଦେବା। ଲେଟ୍ସ ଗୋ। ତୁ ଚାଲୁଥିଲୁ ତୋ ବାଟରେ, ମୁଁ ଚାଲୁଥିଲି ମୋ ବାଟରେ, ଦେଖା ହେଲା ତୋର ମୋର ଯେଉଁଠି, ତୋ ଭାଇ ଆସିଗଲା ସେଇଠି। ଦେଖ ସ୍ୱପ୍ନା, ମୁଁ ତୁମକୁ ବହୁତ ଭଲ ପାଏ, ହେଲେ ତମ ଭାଇ ଆସି ଆମ ଦୁଇ ଜଣଙ୍କ ମଝିରେ ଷଣ୍ଢ ପୁରାଉଛି। ଦେଖ ସ୍ୱପ୍ନା, ତମ ଭାଇକି ବୁଝେଇ ଦିଅ, ମୁଁ ତମ ଲାଗି ପାଗଳ, ତମ ଲାଗି କିଛି ବି କରିପାରେ, ତମ ବିନା ମୁଁ ବଞ୍ଚିପାରିବିନି। ସତ କଥା କହୁଛି ସ୍ୱପ୍ନା। ଏ ରାକେଶ କେବଳ ସ୍ୱପ୍ନା କେବଳ ଏ ରାକେଶର। ହେଲେ ତମ ଭାଇ ଯଦି ଆସିବ ନା, ଛାଡ଼ିବିନି, ବର୍ବାଦ କରିଦେବି, ବର୍ବାଦ। କାଲି ଯାଇଥିଲି ତମ ପାଖକୁ, ତମ ଭାଇ ଆସିଲା, ଦେଖା ହେଇକି ମୋତେ ଅନେଇଲା, ଆଖି ଦୁଇଟା କାଢ଼ି ଆଣିବି। ସେ ଜାଣିନି ଏ ରାକେଶ ଗୋଟେ ଭିଲିଆନ, ଏ ସ୍ୱପ୍ନା ହେଉଛି କେବଳ ରାକେଶର। ସ୍ୱପ୍ନା ଯଦି ଆଉ କାହାର ହେବ ନା, ଏ ରାକେଶ ପୁରା ଜାଳି ପୋଡ଼ି ଛାରଖାର କରିଦେବ, ବୁଝିଲ? ତମେ ହସିବ ବି ମୋ ପାଇଁ, କାନ୍ଦିବ ବି ମୋ ପାଇଁ, କେବଳ ଏ ରାକେଶ ପାଇଁ। ଏ ରାକେଶ କେବଳ ସ୍ୱପ୍ନାର, ବୁଝିପାରିଲ? ତମେ ଜାଣିନା ଏ ରାକେଶ କେତେ ଡେଞ୍ଜର। ଯଦି ମରିବି ତମ ପାଇଁ, ଯଦି ବଞ୍ଚିବି ତମ ପାଇଁ, ଛାଡ଼ିବିନି ସ୍ୱପ୍ନା ତମ ଭାଇକି। ତମଠାରୁ ମୋତେ ଯିଏ ଅଲଗା କରିବ ନା, ବର୍ବାଦ କରିଦେବି, ବର୍ବାଦ।